କେଉଁ ବାରରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ? ବନ୍ଧୁଗଣ, ହିନ୍ଦୁ ଧର୍ମରେ ସପ୍ତାହର 7 ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଭଗବାନଙ୍କ ସହ ଜଡ଼ିତ ରହିଛି। ଏଣୁ ଯେଉଁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିବା ଦ୍ୱାରା ଶୁଭ ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ସପ୍ତାହର ବାର ଅନୁଯାୟୀ ଏମିତି ଅନେକ ଜିନିଷ ଯାହା କିଣିବା ଶୁଭ ଓ ଅଶୁଭ ଭାବେ ବିଚାର କରାଯାଇଥାଏ। ଏହି ସବୁ ଜିନିଷ କିଣିବାର ବାସ୍ତୁ ଅନୁଯାୟୀ ସଠିକ ସମୟ ଓ ଦିନ ରହିଥାଏ। ଆଜି ଆମେ ଜାଣିବା କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ। 1. ସୋମବାର ଦିନ ଭଗବାନ ଶିବଙ୍କ ଦିନ ହୋଇଥାଏ। ଏହି ଦିନ କମ୍ପ୍ୟୁଟର, ମୋବାଇଲ, ବହି ବା କୌଣସି ପ୍ରକାରର ଷ୍ଟେସନାରୀ ଜିନିଷ କିଣିବା ଉଚିତ ନୁହେଁ। ଏହି ଦିନ ଚାଉଳ ଓ କ୍ଷୀର ଜାତୀୟ ଜିନିଷ ଓ ବାସନକୁସନ କିଣିବା ଲାଭଦାୟକ ହୋଇଥାଏ। 2. ମଙ୍ଗଳବାର ଦିନକୁ ହନୁମାନଜୀଙ୍କୁ ସମର୍ପିତ କରାଯାଇଛି। ତାଙ୍କର ପ୍ରିୟ ରଙ୍ଗ ହେଉଛି ଲାଲ। ଏହି ଦିନ ଲାଲ ରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ। ହେଲେ ଏହି ଦିନ ଜୋତା ବା ଲୁହା ଜିନିଷ କିଣିବା ବର୍ଜିତ ଅଟେ। 3. ବୁଧବାର ଭଗବାନ ଗଣେଶ ଓ ବିଦ୍ୟାର ଦେବୀ ମା ସରସ୍ୱତୀଙ୍କ ଦିନ ହୋଇଥାଏ। ଏହି ଦିନ ଚାଉଳ, ବାସନ, ଔଷଧ ଓ ଆକ୍ୱାରିୟମ୍ କିଣିବା ଉଚିତ ନୁହେଁ। କିନ୍ତୁ ଏହି ଦିନ ଷ୍ଟେସନାରୀ ଜିନିଷ ଓ କଳା ସହ ଜଡ଼ିତ କୌଣସି ବସ୍ତୁ କିଣିବା ଶୁଭ ହୋଇଥାଏ। 4. ଗୁରୁବାର ଦିନ ଚଷମା, ବାସନ କିଣିବା ଅଶୁଭ ହୋଇଥାଏ କିନ୍ତୁ ଏହି ଦିନ ଇଲେକ୍ଟ୍ରିକ୍ ଜିନିଷ, କପଡ଼ା ଓ ଫର୍ଣ୍ଣିଚର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। 5. ଶୁକ୍ରବାର ଦିନ ଇଲେକ୍ଟ୍ରିକ୍ ଜିନିଷ, ସମ୍ପତ୍ତି କିଣିବା ଉଚିତ ନୁହେଁ। ଏହି ଦିନ ସୌନ୍ଦର୍ଯ୍ୟ ସମ୍ବନ୍ଧିତ ଜିନିଷ, ପୂଜାପାଠ ଜିନିଷ, ସୁନା ଗହଣା କିଣିବା ଶୁଭ ହୋଇଥାଏ। 6. ଶନିବାର ଭଗବାନ ଶନିଙ୍କୁ ଆରାଧନା କରାଯାଏ। ଏହି ଦିନ ଲୁଣ, ଚମଡ଼ାରେ ତିଆରି ଜିନିଷ, ସୋରିଷ ତେଲ, ଲାଲ କପଡ଼ା କିଣିବା ଉଚିତ ନୁହେଁ। ଏହି ଦିନ ଫର୍ଣ୍ଣିଚର କିଣିବା ଶୁଭ ହୋଇଥାଏ। 7. ସପ୍ତାହର ଶେଷ ଦିନ ରବିବାରରେ ଲୁହା ବା ଲୁହା ସହ ଜଡ଼ିତ କୌଣସି ଜିନିଷ କିଣିବା ଅଶୁଭ ହୋଇଥାଏ। ଏହି ଦିନ ଲାଲ ରଙ୍ଗର ଜିନିଷ କିଣିଲେ ଶୁଭ ହୋଇଥାଏ। ବନ୍ଧୁଗଣ, ଆପଣମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ୍ କରନ୍ତୁ। ଧନ୍ୟବାଦ।